ଭକ୍ତଙ୍କୁ ରକ୍ଷା କରିବା ପାଇଁ ମହାପ୍ରଭୁ କେତେବେଳେ କି ଲୀଳା କରୁଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା। ପେଟ ପୋଡ଼ିଗଲେ ପେଟକୁ ମୁଠିଏ ଦାନା ଯୋଗାଡ଼ କରିଦେଉଛି। ଅଭାବ ଦେଖିଲେ ସେ ସବୁକିଛି ଦାନ କରିଦେଉଛି। ସତରେ ମହାପ୍ରଭୁ ଆମର କଥା କୁହା ଠାକୁର। ଯିଏ ମନରୁ ତାକୁ ଡାକିଛି ସେ ମୋ କାଳିଆ ସାଆନ୍ତଙ୍କୁ ପାଖରେ ପାଇଛି। ଠିକ୍ ଏହିପରି ଏକ ବିରାଟ ଲୋମଟାଙ୍କୁରା ଘଟଣାଟେ ଘଟିଯାଇଛି ମୋର ଘନିଷ୍ଠ ବନ୍ଧୁ ରମେଶ ବାବୁଙ୍କ ସହିତ। ଏହି ସତ ଘଟଣାଟେ ପ୍ରତ୍ୟେକ ମଣିଷର ଜୀବନ ଉପରେ ଆଧାରିତ। ହଁ ବନ୍ଧୁମାନେ, ପ୍ରକୃତରେ ଯଦି ଆପଣ ମହାପ୍ରଭୁଙ୍କ ଇଷ୍ଟ ଦେବତା ମାନନ୍ତି ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ବାରିପଦାର ରମେଶ ବାବୁ, ଯିଏକି 2005 ମସିହାରେ ପୁରୀର ଏକ ହୋଟେଲରେ ମ୍ୟାନେଜର ଭାବେ ଚାକିରି ପାଇଥିଲେ। ଆଉ ତାଙ୍କର ଘରେ କହିଲେ ବାପା, ମା, ସ୍ତ୍ରୀ ଆଉ 5 ବର୍ଷର ଝିଅଟିଏ। ଘରେ ସମସ୍ତଙ୍କୁ ଛାଡ଼ି ପୁରୀକୁ ଚାଲି ଆସିଥିଲେ ରମେଶ ବାବୁ। ଆଉ ପୁରୀରେ ଆସି ସେ ହୋଟେଲରେ କାମ କରିବାକୁ ଲାଗିଲେ। ଏମିତି କିଛି ଦିନ ହୋଟେଲରେ କାମ କରିବା ଭିତରେ ତାଙ୍କ ଦେହ ଟିକିଏ ଅସୁସ୍ଥ ହୋଇପଡ଼ିଲା। ସେଇଠୁ ସେ ଯାଇ ଏକ ଡାକ୍ତରଙ୍କୁ ଦେଖାଇଲେ। ତାପରେ ଡାକ୍ତର ବାବୁ ତାଙ୍କ ବଡି ସ୍କାନ୍ କରି କହିବାକୁ ଲାଗିଲେ, ଦେଖନ୍ତୁ ରମେଶ ବାବୁ, ଆପଣ ଅଧିକ ତେଲ ମସଲା ଖାଇ କୋଲେଷ୍ଟ୍ରଲକୁ ହାଇ କରିଦେଇଛନ୍ତି। ସେଥିପାଇଁ ଆପଣଙ୍କୁ ପ୍ରଥମ ଥର ପାଇଁ ହାର୍ଟ ଆଟାକ୍ ମାରିଛି। ତେଣୁ ଆପଣଙ୍କୁ ଭଲ ଖାଦ୍ୟ ଖାଇବାକୁ ପଡ଼ିବ। ଆଉ କିଛି ଦିନ ପାଇଁ ଆମିଷ ବନ୍ଦ କରିବାକୁ ପଡ଼ିବ। ଏହା ଛଡ଼ା ଆଉ କିଛି ଉପାୟ ନାହିଁ, ନଚେତ୍ କିଛି ବି ଘଟିପାରେ। ଡାକ୍ତରଙ୍କଠୁ ଏପରି କଥା ଶୁଣି ସେ ଟିକିଏ ଦ୍ୱନ୍ଦ୍ୱରେ ପଡ଼ିଗଲେ। ମୁଁ ଖାଇବି କ'ଣ? ହୋଟେଲରେ ତ ସବୁବେଳେ ତେଲ ମସଲା ଆଉ ଆମିଷ। ଏମିତି ସବୁ କଥା ଭାବି ଭାବି ଶେଷରେ ସିଧା ଧାଇଁଗଲେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ। ସେତେବେଳକୁ ସମୟ ପାଖାପାଖି ସନ୍ଧ୍ୟା 7ଟା ହୋଇଥାଏ। ସେଇଠୁ ସେ ମହାପ୍ରଭୁଙ୍କୁ ଦର୍ଶନ କରି ସ୍ନାନ ମଣ୍ଡପ ପାଖକୁ ଚାଲି ଆସିଲେ। ଆଉ ସେଇଠାରେ ବସି ଆଖିରୁ ଧାର ଧାର ଲୁହ ଢାଳି ଗୁଣୁ ଗୁଣୁ ହୋଇ କହିବାକୁ ଲାଗିଲେ, ହେ କଳା ଠାକୁର, ଘରେ ରୋଜଗାର କହିଲେ ମୁଁ ଏକା। ହେଲେ ମୋତେ ପ୍ରଥମ ଥର ପାଇଁ ହାର୍ଟ ଆଟାକ୍ ମାରିସାରିଛି। ତେଣୁ କେତେବେଳେ ଏ ପିଣ୍ଡରୁ ପ୍ରାଣ ଅଲଗା ହୋଇଯିବ ତାହା କେହି ଜାଣିପାରିବେ ନାହିଁ। ହେ ଠାକୁରେ, ଯଦି ସତରେ ମୋର କିଛି ହୋଇଯିବ ନା, ତେବେ ମୋ ସୁନାର ସଂସାର ଭାସିଯିବ। ଠାକୁରେ, ମୋର ସୁନାର ସଂସାର ଭାସିଯିବ। ହେ ମହାପ୍ରଭୁ, ତୁମେ ରକ୍ଷା କର, ତୁମେ ରକ୍ଷା କର। ଏମିତି ସେହି ସ୍ନାନ ମଣ୍ଡପରେ 2 ଘଣ୍ଟା ଧରି କାନ୍ଦୁଥାନ୍ତି। ହଠାତ୍ ସେହି ସମୟରେ ଜଣେ କଳା ରଙ୍ଗର ଗରିବ ବ୍ରାହ୍ମଣଟିଏ ସେଇ ବାଟ ଦେଇ ଯାଉଥାନ୍ତି। ରମେଶ ବାବୁ କାନ୍ଦୁଥିବାର ଦେଖି ତାଙ୍କ ପାଖକୁ ଯାଇ କହିବାକୁ ଲାଗିଲେ, ମଣି, କୋଉଠୁ ଆଇଛ କିଓ? ତୁମ ଘରଟା କୋଉ ଜାଗାରେ? ଆଉ କ'ଣ ହୋଇଛି ତୁମର? କ'ଣ ପାଇଁ ଏଠି ବସି କାନ୍ଦୁଛ? ବ୍ରାହ୍ମଣଙ୍କଠୁ ଏପରି କଥା ଶୁଣି ରମେଶ ବାବୁ ତୁରନ୍ତ ଆଖିରୁ ଲୁହ ପୋଛିଦେଇ କହିବାକୁ ଲାଗିଲେ, ନାଇଁ ସାଆନ୍ତେ, ଏମିତି ଟିକିଏ ଘର କଥା ମନେ ପଡ଼ିଗଲା ତ, ସେଥିପାଇଁ ଆଖିରୁ ଟିକିଏ ଲୁହ ବାହାରି ଆସିଲା। ଆରେ ବାବୁ, ମୁଁ ଲୋକ ଦେଖି ଦେଖି ପରା 70 ବର୍ଷର ହେଲେଣି। ତୁମେ ମୋତେ ମିଛ କହୁଛ? ସେଇଠୁ ପେଟ ଭିତରେ ଯାହା କିଛି ଥିଲା ସବୁ ଗୋଟି ଗୋଟି କରି ସେ ବ୍ରାହ୍ମଣଙ୍କ ଆଗରେ କହିଗଲେ ରମେଶ ବାବୁ। ସବୁ କଥା ଶୁଣି ସେ ବ୍ରାହ୍ମଣ ଜଣକ କହିବାକୁ ଲାଗିଲେ, ତୁମେ କୋଉଠି ବସିଛ ଜାଣିପାରୁଛ ତ? ଏ ପରା ଜଗାର ଦୁଆର। ତା ପାଖରୁ କିଏ କେବେ ନିରାଶ ହୋଇ ଫେରିଛି ନା ଫେରିବ? ତୁମର କିଛି ହେବନି, ତୁମେ ଜମା ମନ ଦୁଃଖ କରନି। ଆଉ ଯେହେତୁ ତୁମେ ଏଇ ପୁରୀରେ ରହୁଛ, ତେବେ ପ୍ରତିଦିନ ରାତିରେ ଆସି ମହାପ୍ରସାଦ ସେବନ କଲେ କେମିତି ହୁଅନ୍ତା?
एमितिरे भी तुमको रोषेई करबाको पड़तानी आउ अभड़ा खाई देह सुस्थ भी रुहंता। ब्राह्मण कोटू एक कथा शुणी सारला परे रमेश बाबू को एसबू कथा भल लगिला। तापरे रमेश बाबू कहबाकू लगिले, आज्ञा गोसेई आपण कौन खाई सारिलेनी? चलतु आज आपण आउ मु दुहे मिसी अबड़ा खाइबा। यह शुणी से ब्राह्मण जनक प्रथमे मना करदेले, हेले रमेश बाबू बाध्य करिबारु तांको सह अभड़ा खाइबाकू राजी होइगले ब्राह्मण जनक। हेले बड़ आश्चर्यकर घटना घटिला। जेतबेले रमेश बाबू अभड़ा किणी आसी देखती सेठारे से ब्राह्मण आउ नाहांती। तुरंत टिकिए पछकू बुली देखिला बेलकू से ब्राह्मण जनक टिकिए मुरुकी हसी देई मंदिर आड़कू धाई जाउछंती। सतरे किए बुझिबो ता लीलाकू? केतबेले केउ रूपरे आसी काहाकू से की विपदरू रक्षा करि जाउछि ताहा केवल ताकू ही जଣା। गोटिए कथारे अछि, भय काहाकू बा डर काहाकू, मो कालिया अछि चौबाहाकू। सतरे महाप्रभुको इच्छा नहेले मु ए कहानी कहि पारिबिनी आउ आपण शुणी भी पारिबेनी। आपण एई कहानी निज इच्छारे शुणु नाहांती। महाप्रभुको कृपा हेतु आपण एही वीडियो देखिबा पई टाणी होई आसीछंती। हाँ बंधु माने, सबु सेई कालिया इच्छा। से मरुभूमि हेले आमे छोट छोट बालिकणिका, तेणु तारी निर्देश अनुसारे सारा ब्रह्मांड चलीछि। हाँ बंधु माने, आपण जदि हृदयरु महाप्रभु को भल पाती तेबे मु दयाकरी हाथ जोड़ी अनुरोध करुछि, वीडियो को एक लाइक करी कमेंट बॉक्स रे लिखि दियंतु जय जगन्नाथ, जय जगन्नाथ, जय जय जगन्नाथ।